ମାର୍ଚ୍ଚ 12 ପୁରୀ ଚାଲ କଳାକାର ମହାସଂଘ କଳା ଓ କଳାକାର ହିତୈଷୀ ମହାମଞ୍ଚ ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ପକ୍ଷରୁ ଚଳିତ ମାର୍ଚ୍ଚ 12 ତାରିଖ ଦିନ ପବିତ୍ର ଶ୍ରୀକ୍ଷେତ୍ର ପୁରୀ ସ୍ଥିତ ଐତିହାସିକ ରଙ୍ଗମଞ୍ଚ ଅନ୍ନପୂର୍ଣ୍ଣା ଥିଏଟର ପ୍ରେକ୍ଷାଳୟ ପରିସରରେ ଏକ ରାଜ୍ୟସ୍ତରୀୟ କଳାକାର ସମାବେଶର ଆୟୋଜନ କରାଯାଇଛି। ଏହି ପରିପ୍ରେକ୍ଷୀରେ ମହାସଂଘ ସଭାପତି ସୀମାନ୍ତ ନଟରାଜ ଡାକ୍ତର ତିରୁପତି ସାହୁଙ୍କ ଅଧ୍ୟକ୍ଷତାରେ ସୁରଳ ଜଂସନ ସ୍ଥିତ ସୁରେଶ ହସ୍ପିଟାଲ ସଭାକକ୍ଷଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। କଳା ଓ କଳାକାରଙ୍କ ସମସ୍ୟା, ସରକାରୀ ସହାୟତା, କଳାକାର ସମାଜ ମଧ୍ୟରେ ଭାଇଚାରା ବଜାୟ ରଖିବା ଆଦି ବିଷୟ ନେଇ ଏ ସମାବେଶର ଆୟୋଜନ। ବୈଠକକୁ ସ୍ୱାଗତ କ୍ରମରେ ଆମର ସମସ୍ତ କଳାକାର ଭାଇ ଭଉଣୀମାନେ ଏଥିରେ ଅଂଶଗ୍ରହଣ ନିମନ୍ତେ ମହାସଂଘ ମହାସଚିବ ସୁଭାଷ ଚନ୍ଦ୍ର ସାହୁ ରୋଶନ ଅନୁରୋଧ ଜଣାଇଛନ୍ତି। ବୈଠକରେ କାର୍ଯ୍ୟକାରୀ ସଭାପତି ଡକ୍ଟର ବିଜୟ ଚନ୍ଦ୍ର ମହାରଣା ସମାବେଶ ଅବସରରେ ଉକ୍ତ ଦିନ ପୂର୍ବାହ୍ନ 8 ଘଟିକା ସମୟରେ ଶ୍ରୀମନ୍ଦିର ସିଂହଦ୍ୱାର ସନ୍ନିକଟରୁ ଏକ ବର୍ଣ୍ଣାଢ୍ୟ କଳାକାର ଶୋଭାଯାତ୍ରା ବାହାରି ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚଠାରେ ପ୍ରବେଶ କରିବା ସହିତ ସାଂସ୍କୃତିକ ସମାବେଶରେ ଜଡ଼ିତ ହେବେ। ଲୋକନାଟକ ଲକ୍ଷ୍ମୀପୁରାଣ ପ୍ରଦର୍ଶନ ସହ ସାଂଗଠନିକ ଆଲୋଚନା ଓ ପୁରୀ ଜିଲ୍ଲା ବରିଷ୍ଠ କଳାକାର ସଂଘ ଗଠନ କାର୍ଯ୍ୟକ୍ରମ ରହିଥିବା ସେ ସୂଚନା ଦେଇଥିଲେ। ପୁରୀ କାର୍ଯ୍ୟକ୍ରମ ନିମନ୍ତେ ବରିଷ୍ଠ ଉଦ୍ଘୋଷକ ସୂର୍ଯ୍ୟନାରାୟଣ ପାତ୍ର ଏବଂ ମାନସ ଦାସଙ୍କୁ ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ ନିମନ୍ତେ ଦାୟିତ୍ୱ ଦିଆଗଲା। ଆଲୋଚନାରେ ସ୍ୱରବିବୁଧ ରମେଶ ଚନ୍ଦ୍ର ସ୍ୱାଇଁ, କଳାପ୍ରାଣ କୈଳାସ ପାଣିଗ୍ରାହୀ, ନାଟ୍ୟସୂର୍ଯ୍ୟ ଦେବେନ୍ଦ୍ର ପ୍ରସାଦ ଶର୍ମା, ନୃତ୍ୟଗୁରୁ ବି ଶିବପ୍ରସାଦ ରାଓ, ଜି କାମରାଜୁ ପାତ୍ର, ନାଟ୍ୟକାର ସୁରେନ୍ଦ୍ର କୁମାର ଜେନା, ଗଳାରତ୍ନ ପ୍ରଦୀପ କୁମାର ସାହୁ, ନାଟଗୁରୁ ପେଣ୍ଡ୍ରା ପ୍ରସାଦ ନାୟକ, କନ୍ଧମାଳ ଶାଖା ସଭାପତି ତ୍ରିନାଥ ପଣ୍ଡା ପ୍ରମୁଖ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସର୍ବଶ୍ରୀ ଯୁଧିଷ୍ଠିର ଭଞ୍ଜ ସାମନ୍ତ, ଦୀପକ କୁମାର ପ୍ରଧାନ, ବିଶିକେଶନ ସାହୁଙ୍କ ସମେତ ଅନ୍ୟାନ୍ୟ ସଦସ୍ୟମାନେ ସହଯୋଗ କରିଥିଲେ। ପରିଶେଷରେ କୋଷାଧ୍ୟକ୍ଷ ମହେନ୍ଦ୍ର କୁମାର ସାହୁ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ। ମଞ୍ଚଜ୍ୟୋତି ନ୍ୟୁଜ ତରଫରୁ ସୁଭାଷ ଚନ୍ଦ୍ର ସାହୁଙ୍କ ରିପୋର୍ଟ।